ଆମର ସାଧାରଣତଃ ଯେଉଁମାନେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ନେଉନାହାନ୍ତି ଆମର ତାଙ୍କୁ ସବୁ ନୋଟିସ୍ ଇସ୍ୟୁ କରାଯାଏ। ନୋଟିସ୍ ଇସ୍ୟୁ କରାଯାଉଛି ତାଙ୍କୁ ତାପରେ ଆମର ସବୁ ମକ୍ ଡ୍ରିଲ୍ କରିଦିଆଯାଉଛି ତାଙ୍କୁ ଆୱାର ହେବା ପାଇଁ ତାଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ତାଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ସେଇଟା ତ ଦେଖିବାକୁ ପଡ଼ିବ ପ୍ରାୟତଃ ଏଇ ଯେଉଁ ଦୋକାନ ମାନଙ୍କରେ ଯେଉଁ ଛୋଟ ଦୋକାନ ସେଇଟା ତ ସେମାନେ ଆପ୍ଲାଏ କରୁନାହାନ୍ତି। ଆମର ଆପ୍ଲାଏ କରିବାକୁ ହେଲେ ତାଙ୍କର ଆମର ଯେଉଁ ଫର୍ମାଟ୍ ରହିଛି ଅନଲାଇନ୍ ଆମକୁ ଆପ୍ଲାଏ କରିବେ ତାପରେ ଆମେ ସାର୍ଟିଫିକେଟ୍ ଯିବୁ ସେଡ୍ୟୁଲ୍ କରିକି ଦେଖିଲା ପରେ ଯଦି ଫାୟାର ସେଫ୍ଟି ମେଜର୍ସ ସେମାନେ ନେଇଥିବେ ତାହେଲେ ଆମେ ସାର୍ଟିଫିକେଟ୍ ଇସ୍ୟୁ କରାଯାଏ। ହଁ ସେ ପ୍ରଥମେ ବିଲ୍ଡିଂ ପ୍ଲାନ୍ ଦେବା ଦରକାର ସେ ପ୍ଲାନ୍ଟା ଆପ୍ରୁଭ୍ ହେବା ଦରକାର କମ୍ପିଟେଣ୍ଟ ପ୍ଲାନ୍ ଆପ୍ରୁଭିଂ ଅଥରିଟି ପାଖରେ ସେ ଆପ୍ରୁଭ୍ ହେବା ଦରକାର ତାପରେ ଫାୟାର ସେଫ୍ଟି ମେଜର୍ସ ଯାହା ସବୁ ଅଛି NBCI 2016 ଅନୁସାରେ ସେସବୁ ନେଲା ପରେ ତାପରେ ଆମେ ସେଡ୍ୟୁଲ୍ କରିକି ଦେଖିକି ତାକୁ ଆମେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ଇସ୍ୟୁ କରାଯାଇଥାଏ। ହଁ ତାଙ୍କୁ ନୋଟିସ୍ କରାଯିବ ଆମର ମ୍ୟୁନିସିପାଲିଟିକୁ ବି ଲେଖାଯାଇପାରିବ ଯେ ତାଙ୍କର ବନ୍ଦ କରିଦେବା ପାଇଁ ଆମର ଅଛି ରୁଲ୍ସରେ ଆମେ ତାଙ୍କୁ ସେଠି କରିପାରିବା।